ଜୁଦିତ୍ ପୁସ୍ତକ ଅଧ୍ୟାୟ 1। ନେବୁଖାଦ୍ନେସାର ଓ ଆର୍ଫାକ୍ସାଦ। ମହାନଗରୀ ନିନିବେ ଠାରେ ଆସିରୀୟମାନଙ୍କ ଉପରେ ରାଜୁତି କରିଥିବା ନେବୁଖାଦ୍ନେସାରଙ୍କ ରାଜତ୍ୱର 12 ବର୍ଷରେ ଏକବାଥାନାରେ ଆର୍ଫାକ୍ସାଦ ମେଦୀୟମାନଙ୍କ ଉପରେ ଶାସନ କରିଥିଲେ। ଏହି ରାଜା ଆର୍ଫାକ୍ସାଦ 3 ହାତ ମୋଟ ଓ 6 ହାତ ଦୈର୍ଘ୍ୟ ବିଶିଷ୍ଟ ପ୍ରସ୍ତ ବ୍ୟବହାର କରି ଏକବାଥାନର ଚତୁଃପାର୍ଶ୍ୱରେ 70 ହାତ ଉଚ୍ଚ ଓ 50 ହାତ ପ୍ରସ୍ତ ବିଶିଷ୍ଟ ପ୍ରାଚୀର ନିର୍ମାଣ କଲେ। ନଗରୀର ଦ୍ୱାରଗୁଡ଼ିକରେ ସେ 100 ହାତ ଉଚ୍ଚ ଗମ୍ବୁଜଗୁଡ଼ିକୁ 60 ହାତ ପ୍ରସ୍ତ ବିଶିଷ୍ଟ ଭିତ୍ତିମୂଳଗୁଡ଼ିକ ଉପରେ ନିର୍ମାଣ କଲେ। ଯେଉଁ ମାର୍ଗ ଦେଇ ନିଜର ସୈନ୍ୟଦଳ ମିଳିତ ଭାବେ ଗମନାଗମନ କରି ପାରୁଥିଲେ ଓ ପଦାତିତ ସୈନ୍ୟ ଧାଡ଼ି ଧାଡ଼ି ହୋଇ ସୁଶୃଙ୍ଖଳିତ ଭାବେ ଗମନ କରି ପାରୁଥିଲେ, ସେହି ନଗରୀ ଦ୍ୱାର ସମୂହର ଉଚ୍ଚତା 70 ହାତ ଓ ପ୍ରସ୍ଥ 40 ହାତ ଥିଲା। ସେହି ଦିନମାନଙ୍କରେ ରାଗେର ସୀମା ସରହଦ ପାର୍ଶ୍ୱସ୍ଥ ବିସ୍ତୃତ ସମତଳ ଭୂମିରେ ରାଜା ନେବୁଖାଦ୍ନେସାର ରାଜା ଆର୍ଫାକ୍ସାଦଙ୍କ ସଙ୍ଗରେ ଯୁଦ୍ଧ ଆରମ୍ଭ କଲେ। ପାର୍ବତ୍ୟାଞ୍ଚଳବାସୀ ସମସ୍ତ ଜନତା, ୟୁଫ୍ରେଟିସ୍, ଟାଇଗ୍ରିସ୍, ହିଦାସ୍ପେସ୍ ପ୍ରଭୃତି ନଦୀସମୂହର ତଟଦେଶବାସୀ ଜନତା ଓ ଏଲିମାଇଲଙ୍କ ଉପରେ ରାଜୁତି କରିଥିବା ଆରିୟୋକ ନେବୁଖାଦ୍ନେସାରଙ୍କ ସହାୟ ହେଲେ। ଏହିପରି ବହୁ ଜାତିର ଲୋକ କାଲଦୀୟମାନଙ୍କ ସୈନ୍ୟଦଳ ସହ ସଂଯୁକ୍ତ ହେଲେ। ସେ ସମୟରେ ପାରସ୍ୟବାସୀ ଜନତା ପଶ୍ଚିମ ଦିଗସ୍ଥ ସିଲିସିଆ, ଦମାସ୍କସ୍, ଲେବାନନ ସମ୍ମୁଖସ୍ଥ ଦେଶସମୂହ ତଥା ସମୁଦ୍ର ଉପକୂଳବାସୀ ଜନତା, କାର୍ମେଲ, ଗିଲିଆଦ, ଉତ୍ତର ଗାଲିଲି ତଥା ବିଶାଳ ଏସ୍ଦ୍ରାଲନ ଉପତ୍ୟକାବାସୀ ଜନତା, ସାମାରିଆ ଓ ତାର ଚତୁଃପାର୍ଶ୍ୱସ୍ଥ ନଗରବାସୀ ଜନତା, ଜର୍ଦାନର ଅପର ପାର୍ଶ୍ୱସ୍ଥ ଜେରୁସାଲେମ ପର୍ଯ୍ୟନ୍ତ ବ୍ୟାପ୍ତ ଦେଶବାସୀ ଜନତା, ବେଥାନିଆ, କେଲୁସ, କାଦେଶ ଓ ଇଜିପ୍ଟର ନଦୀ ତଟ ଦେଶବାସୀ ଜନତା, ତାହପାନେସ, ରାମସେସ୍ ତଥା ସମଗ୍ର ଗୋସେନ ଦେଶବାସୀ ଜନତା, ତାନିସ, ମେମ୍ଫିସ ଓ ଇଥିଓପିଆର ସୀମା ସରହଦ ପର୍ଯ୍ୟନ୍ତ ବ୍ୟାପ୍ତ ସମସ୍ତ ଇଜିପ୍ଟୀୟବାସୀ ଲୋକମାନଙ୍କ ପାଖକୁ ଆସିରୀୟମାନଙ୍କର ରାଜା ନେବୁଖାଦ୍ନେସାର ସନ୍ଦେଶ ପଠାଇଲେ। କିନ୍ତୁ ସେହି ଦେଶବାସୀମାନେ ଆସିରୀୟମାନଙ୍କର ରାଜା ନେବୁଖାଦ୍ନେସାରଙ୍କ ଆଦେଶକୁ ଅବମାନନା କରି ଯୁଦ୍ଧ ପାଇଁ ତାଙ୍କର ସାହାଯ୍ୟ ହେବା ସକାଶେ ଅସମ୍ମତ ହେଲେ। କାରଣ ସେମାନେ ତାଙ୍କୁ ଭୟ କରି ନଥିଲେ, ବରଂ ତାଙ୍କୁ ଜଣେ ସାଧାରଣ ମନୁଷ୍ୟ ସଦୃଶ ବିବେଚନା କରି ତାଙ୍କର ଦୂତମାନଙ୍କୁ ଅପମାନିତ କରି ରିକ୍ତ ହସ୍ତରେ ପଠାଇଦେଲେ। ସୁତରାଂ ସେ ସମସ୍ତ ଦେଶ ନେବୁଖାଦ୍ନେସାରଙ୍କର ବିଦେଶ ପାତ୍ର ହେଲେ। ତେଣୁ ନେବୁଖାଦ୍ନେସାର ନିଜ ସିଂହାସନ ତଥା ରାଜ୍ୟ ନାମରେ ଶପଥ କଲେ ଯେ ସିଲିସିଆ, ଦମାସ୍କସ୍, ସିରିଆ ପ୍ରଭୃତି ଦେଶ ବିରୁଦ୍ଧରେ ପ୍ରତିଶୋଧ ନେବେ ଏବଂ ମୋଆବୀୟ ଜନତା, ଆମୋନୀୟ ଲୋକ ଓ ଜୁଦା ତଥା ଇଜିପ୍ଟ ଓ 2ଟି ସାଗର ଉପକୂଳବାସୀ ଲୋକମାନଙ୍କୁ ଖଡ୍ଗରେ ନିଧନ କରିବେ। ତାଙ୍କର ରାଜତ୍ୱର 17 ବର୍ଷରେ ସେ ତାଙ୍କ ସୈନ୍ୟମାନଙ୍କ ନେତୃତ୍ୱ ନେଇ ରାଜା ଆର୍ଫାକ୍ସାଦଙ୍କ ବିରୁଦ୍ଧରେ ଗମନ କଲେ ଓ ତାଙ୍କୁ ଯୁଦ୍ଧରେ ପରାସ୍ତ କରି ଆର୍ଫାକ୍ସାଦଙ୍କ ସୈନ୍ୟବାହିନୀ, ଅଶ୍ୱସେନା ତଥା ରଥଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବିଧ୍ୱସ୍ତ କଲେ। ଏହିପରି ସେ ଆର୍ଫାକ୍ସାଦଙ୍କ ଅଧୀନସ୍ଥ ନଗରୀ ସମୂହକୁ ଅଧିକାର କରି
ଏକବାଥାନାରେ ପ୍ରବେଶ କଲେ, ତାହାର ଗମ୍ବୁଜ ସମୂହକୁ କରାୟତ୍ତ କଲେ ଓ ବାଣିଜ୍ୟ କେନ୍ଦ୍ରଗୁଡ଼ିକୁ ଲୁଣ୍ଠନ କଲେ। ଫଳରେ ପ୍ରତାପଶାଳୀ ସେହି ନଗରୀକୁ ସେ ଉପହାସ ପାତ୍ରରେ ପରିଣତ କଲେ। ଆର୍ଫାକ୍ସାଦଙ୍କୁ ରାଗେର ସମୀପବର୍ତ୍ତୀ ପର୍ବତ ସମୂହ ମଧ୍ୟରେ ସେ ଅଧିକାର କଲେ ଓ ତାଙ୍କର ବର୍ଚ୍ଛା ଦ୍ୱାରା ବିଦ୍ଧ କରି ତାଙ୍କୁ ସମ୍ପୂର୍ଣ୍ଣ ଭାବେ ବିନାଶ କଲେ। ଏହାପରେ ନିଜ ଅଧୀନସ୍ଥ ବହୁଜାତି ସଂଯୁକ୍ତ ସେହି ବିପୁଳ ସୈନ୍ୟ ସମେତ ସେ ନିନିବେକୁ ଫେରିଗଲେ। ସେଠାରେ ସେ ଓ ତାଙ୍କର ସୈନ୍ୟମାନେ ବିଶ୍ରାମ କଲେ ଓ 120 ଦିନ ବ୍ୟାପୀ ଏକ ଭୋଜି ପର୍ବ ଆୟୋଜନ କରି ସେଥିରେ ମତ୍ତ ହେଲେ। ଅଧ୍ୟାୟ 2 ହଲୋଫେର୍ଣ୍ଣସର ଅଭିଯାନ। ଆସିରୀୟମାନଙ୍କର ରାଜା ନେବୁଖାଦ୍ନେଚ୍ଚାର ଯେପରି କହୁଥିଲେ, ତଦନୁଯାୟୀ ପୂର୍ବୋକ୍ତ ସମସ୍ତ ଦେଶ ବିରୁଦ୍ଧରେ ପ୍ରତିଶୋଧ ନେବା ସମ୍ବନ୍ଧରେ ତାଙ୍କ ରାଜତ୍ୱର 18 ବର୍ଷର ପ୍ରଥମ ମାସର 22ତମ ଦିବସରେ ରାଜପ୍ରାସାଦରେ ଆଲୋଚନା ହେଲା। ତାଙ୍କର ସେନାପତି ତଥା କୁଳୀନ ବ୍ୟକ୍ତିମାନଙ୍କୁ ଡକାଇ ତାଙ୍କ ଦ୍ୱାରା ପରିକଳ୍ପିତ ଗୁପ୍ତ ଯୋଜନାକୁ ସେ ନିଜେ ସେମାନଙ୍କ ସମ୍ମୁଖରେ ଉପସ୍ଥାପନ କଲେ। ସେହି ଦେଶଗୁଡ଼ିକର ଦୁଷ୍କର୍ମାବଳୀକୁ ସେ ନିଜ ଜିହ୍ୱା ଦ୍ୱାରା ବର୍ଣ୍ଣନା କଲେ। ଏହାପରେ ନିଷ୍ପତ୍ତି ନିଆଗଲା ଯେ ଯେଉଁମାନେ ତାଙ୍କ ଆଜ୍ଞାର ଅନୁଗତ ହୋଇ ନଥିଲେ ସେମାନେ ସମସ୍ତେ ବିଧ୍ୱସ୍ତ କରାହେବେ। ନିଜର ଯୋଜନାକୁ ସେମାନଙ୍କ ସମ୍ମୁଖରେ ଉପସ୍ଥାପନ କଲା ପରେ ଆସିରୀୟମାନଙ୍କର ରାଜା ନେବୁଖାଦ୍ନେଚ୍ଚାର ନିଜ ଅଧୀନରେ ଦ୍ୱିତୀୟ ପଦରେ ବିଭୂଷିତ ନିଜ ମୁଖ୍ୟ ସେନାପତି ହଲୋଫେର୍ଣ୍ଣସକୁ ଡକାଇ କହିଲେ, ସମସ୍ତ ପୃଥିବୀର ଅଧୀନ ମହାରାଜା ଏହା କହନ୍ତି, ମୋ ସମ୍ମୁଖରୁ ପ୍ରସ୍ଥାନ କଲା କ୍ଷଣି ତୁମେ ଯୁଦ୍ଧ ନିପୁଣ 1,20,000 ପଦାତିକ ଯୋଦ୍ଧା ଓ 12,000 ଅଶ୍ୱାରୋହୀଙ୍କୁ ଏକତ୍ରିତ କରିବ। ସେମାନେ ମୋର ଆଦେଶର ଅନୁଗତ ହୋଇ ନଥିବା ଯୋଗୁଁ ତୁମେ ଯାଇ ପଶ୍ଚିମ ଦିଗସ୍ଥ ସମସ୍ତ ଦେଶ ଆକ୍ରମଣ କରିବ। ସେମାନଙ୍କୁ କୁହ ଯେ ଭୂସ୍ଥାନ ତଥା ଜଳ ପ୍ରସ୍ତୁତ କର। କ୍ରୁଦ୍ଧ ହୋଇ ମୁଁ ସେମାନଙ୍କ ବିରୁଦ୍ଧରେ ଆସୁଛି। ସମସ୍ତ ପୃଥିବୀ ମୋର ସୈନ୍ୟମାନଙ୍କ ଦ୍ୱାରା ଆଚ୍ଛାଦିତ ହେବ। ଲୁଣ୍ଠିତ ହେବା ପାଇଁ ମୁଁ ସେମାନଙ୍କୁ ମୋର ସୈନ୍ୟମାନଙ୍କ ହସ୍ତରେ ସମର୍ପଣ କରିବି। ସେମାନଙ୍କର ଉପତ୍ୟକା ସମୂହ ଆଘାତପ୍ରାପ୍ତ ବ୍ୟକ୍ତିମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହେବ ଓ ସମସ୍ତ ଜଳସ୍ରୋତ ତଥା ନଦୀ ମୃତ ଶରୀର ଦ୍ୱାରା ପରିପୂର୍ଣ୍ଣ ହେବ। ମୁଁ ସେମାନଙ୍କୁ ବନ୍ଦୀ କରି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପଠାଇବି। ତୁମେ ମୋର ଆଗରେ ଯାଇ ସେମାନଙ୍କ ସମସ୍ତ ଦେଶକୁ ମୋ ପାଇଁ ଅଧିକାର କରିବ। ସେମାନେ ନିଜ ନିଜକୁ ତୁମ ହସ୍ତରେ ସମର୍ପଣ କରିବେ ଓ ଶାସ୍ତି ବିଧାନର ଦିବସ ପର୍ଯ୍ୟନ୍ତ ତୁମେ ସେମାନଙ୍କୁ ମୋ ଉଦ୍ଦେଶ୍ୟରେ ରଖିବ। କିନ୍ତୁ ସେମାନେ ଯଦି ଅସମ୍ମତ ହେବେ ତେବେ ତୁମର ଚକ୍ଷୁ ସେମାନଙ୍କ ପ୍ରତି କୌଣସି ଦୟା ପ୍ରଦର୍ଶନ ନ କରି ସମସ୍ତ ଦେଶକୁ ଲୁଣ୍ଠନ ତଥା ନିଧନ ପାଇଁ ଛାଡ଼ିଦେବ। କାରଣ ମୋର ଜୀବନ ତଥା ମୋର ରାଜାଧିକାର ନାମରେ ମୁଁ କହି ରଖେ ଯେ ଯାହା ମୁଁ କହିଅଛି ତାହା ମୋର ହସ୍ତ ସମ୍ପାଦନ କରିବ। ବର୍ତ୍ତମାନ ତୁମର ସାର୍ବଭୌମ ପ୍ରଭୁଙ୍କର କୌଣସି ଆଦେଶକୁ ଲଙ୍ଘନ ନ କରିବା ପାଇଁ ତୁମେ ସାବଧାନ ହୁଅ। ବରଂ ଯେଉଁଭଳି ମୁଁ ଆଦେଶ ଦେଇଅଛି ସେହି ପ୍ରକାରେ ସେ ସମସ୍ତକୁ କାର୍ଯ୍ୟରେ ପରିଣତ କରିବା ପାଇଁ ବ୍ରତୀ ହୁଅ। ସେ ସମ୍ବନ୍ଧରେ କୌଣସି ବିଳମ୍ବ କର ନାହିଁ। ତହୁଁ ହଲୋଫେର୍ଣ୍ଣସ ନିଜ ମୁନିବଙ୍କର ସମ୍ମୁଖରୁ ପ୍ରସ୍ଥାନ କରି ଆସିରୀୟ ସୈନ୍ୟ ଦଳର ସେନାପତି ଅନ୍ୟ ସୈନ୍ୟ ନାୟକ ତଥା କର୍ମଚାରୀମାନଙ୍କୁ ଏକତ୍ରିତ କଲା। ନିଜ ମୁନିବଙ୍କ ଆଦେଶ ମୁତାବକ
ବିଶେଷ ଭାବେ ମନୋନୀତ 1,20,000 ଯୋଦ୍ଧା ଓ 12,000 ଅଶ୍ୱାରୋହୀ ଧନୁର୍ଧାରୀମାନଙ୍କୁ ଦଳ ଦଳ କରି ସେ ବିଭକ୍ତ କଲା। ଏହିପରି ସେମାନଙ୍କୁ ଆକ୍ରମଣ ପାଇଁ ଉଦ୍ୟତ ଏକ ବିଶାଳ ସୈନ୍ୟଦଳ ରୂପେ ସେ ସଜାଇଲା। ବସ୍ତୁ ସାମଗ୍ରୀକୁ ବହନ କରିବା ପାଇଁ ସେ ସଂଖ୍ୟାଧିକ ଓଟ, ଗଧ ତଥା ଖଚ୍ଚରମାନଙ୍କୁ ଓ ଭକ୍ଷଣ ପାଇଁ ସଂଖ୍ୟାଧିକ ମେଷ, ବଳଦ ତଥା ଛାଗମାନଙ୍କୁ ଏକତ୍ରିତ କଲା। ସମସ୍ତ ଲୋକଙ୍କ ପାଇଁ ପ୍ରଚୁର ଖାଦ୍ୟଦ୍ରବ୍ୟ ଓ ରାଜପ୍ରାସାଦରୁ ବହୁ ପରିମାଣର ସ୍ୱର୍ଣ୍ଣ ତଥା ରୌପ୍ୟ ମଧ୍ୟ ସେ ସଂଗ୍ରହ କଲା। ରାଜା ନେବୁଖାଦ୍ନେସରଙ୍କ ଆଗରେ ଯାଇ ପଶ୍ଚିମ ଦିଗସ୍ଥ ସମସ୍ତ ଦେଶକୁ ରଥ, ଅଶ୍ୱାରୋହୀ ସୈନ୍ୟ ତଥା ମନୋନୀତ ପଦାତିକ ସୈନ୍ୟମାନଙ୍କ ଦ୍ୱାରା ଆଚ୍ଛାଦନ କରିବା ସକାଶେ ସେ ଗମନ କଲା। ପଙ୍ଗପାଳ ସଦୃଶ ଓ ଭୂପୃଷ୍ଠର ବାଲୁକା ତୁଲ୍ୟ ଗୋଟିଏ ସଂଖ୍ୟାତୀତ ଜନସମୂହ ମଧ୍ୟ ସେମାନଙ୍କ ଗହଣରେ ଗଲେ। ସେମାନେ ନିନିବେ ଠାରୁ 3 ଦିନ ଧରି ଯାତ୍ରା କରି ବେଥ୍‌ଲେଥ୍ ସମତଳ ଭୂମିରେ ଆସି ପହଞ୍ଚିଲେ ଓ ବେଥ୍‌ଲେଥ୍‌ର ବିପରୀତ ପାର୍ଶ୍ୱରେ ଉପର ସିଲିସିଆର ଉତ୍ତର ଦିଗସ୍ଥ ପର୍ବତ ସମୀପରେ ଛାଉଣି ପକାଇଲେ। ସେଠାରୁ ପଦାତିକ ସୈନ୍ୟ, ଅଶ୍ୱାରୋହୀ ସୈନ୍ୟ, ରଥସମୂହ ପ୍ରଭୃତି ନିଜର ସମସ୍ତ ସୈନ୍ୟମାନଙ୍କୁ ହଲୋଫେର୍ଣ୍ଣସ୍ ପାର୍ବତ୍ୟାଞ୍ଚଳକୁ ନେଇଯାଇ ପୁଥ, ଲୁଦ ପ୍ରଭୃତି ଦେଶଗୁଡ଼ିକୁ ବିଧ୍ୱସ୍ତ କଲା ଏବଂ ରାଶିସ୍‌ବାସୀ ଓ କେଲିଲିୟ ଦେଶର ଦକ୍ଷିଣ ଦିଗସ୍ଥ ମରୁପ୍ରାନ୍ତର ବାସୀ ଇସ୍ମାଏଲୀୟମାନଙ୍କୁ ଲୁଣ୍ଠନ କଲା। ତତ୍ପରେ ସେ ୟୁଫ୍ରେଟିସ୍ ନଦୀ ଅତିକ୍ରମ କରି ମେସୋପୋଟାମିଆ ଦେଶ ଦେଇ ଯାତ୍ରା କରି ଆବ୍ରନ୍ ଜଳସ୍ରୋତ ପାର୍ଶ୍ୱସ୍ଥ ପାହାଡ଼ ଶୀର୍ଷଠାରୁ ସମୁଦ୍ର ଉପକୂଳ ପର୍ଯ୍ୟନ୍ତ ବିସ୍ତୃତ ଦେଶରେ ଅବସ୍ଥିତ ନଗରୀ ସମୂହ ବିନାଶ କଲା। ତହୁଁ ସେ ସିଲିସିଆ ପ୍ରଦେଶ ହସ୍ତଗତ କଲା ଓ ତାଙ୍କୁ ପ୍ରତିରୋଧ କରିଥିବା ସମସ୍ତଙ୍କୁ ବଦ୍ଧ କଲା ପରେ ଆରବ ଦେଶର ସମ୍ମୁଖୀନ ହୋଇ ଅବସ୍ଥିତ ଜାଫେଥର ଦକ୍ଷିଣ ସୀମା ସରହଦ ପର୍ଯ୍ୟନ୍ତ ସେ ଆସି ପହଞ୍ଚିଲା। ଏହାପରେ ସେ ମିଦିଆନୀୟମାନଙ୍କୁ ବେଷ୍ଟନ କରି ସେମାନଙ୍କୁ ତମ୍ବୁ ସମୂହ ଦଗ୍ଧ କଲା ଓ ସେମାନଙ୍କର ମେଷପଲ ଗୁଡ଼ିକୁ ଲୁଣ୍ଠନ କଲା। ସେଠାରୁ ଗହମ ଅମଳ କାଳରେ ସେ ଦମାସ୍କସର ସମତଳ ଭୂମିକୁ ଓହ୍ଲାଇ ଆସି ସେମାନଙ୍କର ଶସ୍ୟ କ୍ଷେତଗୁଡ଼ିକୁ ଦଗ୍ଧ କଲା। ମେଷ ତଥା ଗୋପାଳମାନଙ୍କୁ ବିନାଶ କଲା। ନଗରୀ ସମୂହକୁ ଲୁଣ୍ଠନ କଲା, କ୍ଷେତଗୁଡ଼ିକୁ ବିନାଶ କଲା ଓ ସେମାନଙ୍କର ଯୁବା ବ୍ୟକ୍ତିମାନଙ୍କୁ ଖଡ଼୍ଗରେ ନିଧନ କଲା। ତହିଁରେ ସମୁଦ୍ର ଉପକୂଳ ଦେଶଗୁଡ଼ିକ ସିଦନ, ତୀର, ସୁର୍, ଅଖିନା, ଜାସ୍ମିଆ ପ୍ରଭୃତି ସ୍ଥାନମାନଙ୍କରେ ବାସ କରିଥିବା ଲୋକେ ତା ଯୋଗୁଁ ଭୟଭୀତ ହେଲେ। ଆଶୋତୋସ୍ ଓ ଆସ୍କେଲନବାସୀ ଜନତା ମଧ୍ୟ ତା ହେତୁ ଭୟାକ୍ରାନ୍ତ ହେଲେ। ଅଧ୍ୟାୟ 3 ଶାନ୍ତି ଭିକ୍ଷା। ସୁତରାଂ ସେମାନେ ଶାନ୍ତି ସନ୍ଧି ସାଲିସ କରିବା ଉଦ୍ଦେଶ୍ୟରେ ତା ପାଖକୁ ଦୂତମାନଙ୍କୁ ପଠାଇ କହିଲେ, ଦେଖ ମହାରାଜା ନେବୁଖାଦ୍ନେସରଙ୍କ ସେବକ ଆମେ ସମସ୍ତେ ତୁମ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କରୁ। ତୁମର ଅଭୀଷ୍ଟ ମୁତାବକ ଆମ ପ୍ରତି କର। ଆମମାନଙ୍କ ଗୃହ, ଭୂସମ୍ପଦ, ଗହମ କ୍ଷେତ, ମେଷ ତଥା ଗୋପଲ, ସେମାନଙ୍କର ଚାରଣଭୂମି, ଗୋଶାଳା ପ୍ରଭୃତି ଆମର ସମସ୍ତ ଦ୍ରବ୍ୟ ତୁମ ହସ୍ତରେ ଆମେ ସମର୍ପଣ କରୁ। ତୁମର ଇଚ୍ଛାନୁଯାୟୀ ତୁମେ ସେ ସମସ୍ତ ପ୍ରତିକାର କର। ଆମର ନଗରୀ ସମୂହକୁ ତଥା ତନ୍ମଧ୍ୟବାସୀ ଜନତା ମଧ୍ୟ
ତୁମର ସଦାଗଣ ଦାସଗଣ। ତୁମେ ଆସି ତୁମର ଦୃଷ୍ଟିରେ ଯାହା ଉତ୍ତମ ମନେକର ତାହା ସେମାନଙ୍କ ପ୍ରତି କର। ସେହି ଦୂତମାନେ ହଲଫେନସଙ୍କୁ ଏ ସମସ୍ତ ଇଚ୍ଛା ଅବଗତ କଲେ। ସୁତରାଂ ସେ ନିଜ ସୈନ୍ୟ ସମେତ ସମୁଦ୍ର ଉପକୂଳକୁ ଓହ୍ଲାଇ ଆସି ପାହାଡ଼ ଶୀର୍ଷଗୁଡ଼ିକର ନଗରୀଗୁଡ଼ିକରେ ପ୍ରହରୀ ସେନାମାନଙ୍କର ଛାଉଣି ସ୍ଥାପନ କଲା ଓ ସେମାନଙ୍କ ମଧ୍ୟରୁ ବୀର ବ୍ୟକ୍ତିମାନଙ୍କୁ ନିଜ ସହାୟକ ରୂପେ ମନୋନୀତ କଲା। ଏ ସମସ୍ତ ଜନତା ଓ ଚତୁଃପାର୍ଶ୍ୱସ୍ଥ ଗ୍ରାମାଞ୍ଚଳବାସୀ ଲୋକେ ତାକୁ ପୁଷ୍ପମାଲ୍ୟ ପିନ୍ଧାଇ ଓ ନୃତ୍ୟବାଦ୍ୟ ପୂର୍ବକ ସ୍ୱାଗତ ଜଣାଇଲେ। ସେ ସେମାନଙ୍କର ପୂଜା ମନ୍ଦିର ସମୂହ ବିଧ୍ୱସ୍ତ କଲା ଓ ସେମାନଙ୍କର ପବିତ୍ର କୁଞ୍ଜ ବହନ ଗୁଡ଼ିକୁ କାଟି ପକାଇଲା। କାରଣ ସମସ୍ତ ଜାତି ନେବୁକାଦନେସରଙ୍କୁ ଯେପରି ଉପାସନା କରନ୍ତି ଓ ସମସ୍ତ ଜିହ୍ୱା ତଥା ଗୋଷ୍ଠୀ ତାଙ୍କୁ ଦେବ ରୂପେ ବିବେଚନା କରି ତାଙ୍କ ନିକଟରେ ନିବେଦନ କରନ୍ତି, ସେଥିପାଇଁ ବିଭିନ୍ନ ଦେଶଗୁଡ଼ିକର ଦେବମାନଙ୍କୁ ବିନାଶ କରିବାର ଅଧିକାର ହଲଫେନସଙ୍କୁ ଦିଆଯାଇଥିଲା। ଏହାପରେ ଦୋଥାନ ସମୀପରେ ଜୁଦିଆ ପ୍ରଦେଶସ୍ଥ ପର୍ବତ ଶ୍ରେଣୀର ସମ୍ମୁଖୀନ ହୋଇ ଅବସ୍ଥିତ ଥିବା ଏସ୍ଦ୍ରଲୋଚନ ସୀମା ସରହଦରେ ସେ ଆସି ପହଞ୍ଚିଲା। ସେ ସେଠାରେ ଗେବା ଓ ସ୍କିତୋପୋଲିସ ମଧ୍ୟରେ ଛାଉଣି ପକାଇଲା ଓ ସୈନ୍ୟମାନଙ୍କ ପାଇଁ ଆବଶ୍ୟକ ସମସ୍ତ ପଦାର୍ଥ ସଂଗ୍ରହ କରିବା ନିମନ୍ତେ 1 ମାସ ଧରି ଅବସ୍ଥାନ କଲା। ଅଧ୍ୟାୟ 4 ଯୁଦ୍ଧ ପାଇଁ ଜୁଦିଆ ଦେଶର ପ୍ରସ୍ତୁତି। ଇତିମଧ୍ୟରେ ଆସିରୀୟମାନଙ୍କର ରାଜା ନେବୁକାଦନେସରଙ୍କର ସେନାପତି ହଲଫେନସ ଅନ୍ୟ ଜାତିମାନଙ୍କ ବିରୁଦ୍ଧରେ କରିଥିବା ସମସ୍ତ କାର୍ଯ୍ୟ ତଥା ସେମାନଙ୍କର ମନ୍ଦିର ସମୂହକୁ ଲୁଣ୍ଠନ କରି ସେମାନଙ୍କୁ ବିନାଶ କରିଥିବା ବିଷୟ ସମ୍ବନ୍ଧରେ ଜୁଦିଆ ଦେଶବାସୀ ଇସ୍ରାଏଲୀୟ ଜନତା ଶୁଣିବାକୁ ପାଇଲେ। ସୁତରାଂ ସେମାନେ ତା'ର ଆଗମନ ଯୋଗୁଁ ଅତ୍ୟଧିକ ଭୟଭୀତ ହେଲେ ଏବଂ ଜେରୁସାଲେମ ଓ ପ୍ରଭୁ ସେମାନଙ୍କର ଈଶ୍ୱରଙ୍କ ଆଳୟ ସକାଶେ ଉଦ୍ବିଗ୍ନ ହେଲେ। ସେମାନେ ପ୍ରବାସ ଜୀବନ ପରେ ଫେରି ଆସିଥିବାରୁ ଅଳ୍ପ ମାତ୍ର ସମୟ ଅତିବାହିତ ହୋଇଥିଲା। ଅତଏବ ଜୁଦିଆରେ ସେମାନଙ୍କର ପୁନର୍ନିର୍ମିତ ଓ ଅପବିତ୍ରୀକରଣ ପରେ ପବିତ୍ର ପାତ୍ର ସାମଗ୍ରୀ, ବଳିପୀଠ ତଥା ଦେବାଳୟର ପବିତ୍ରୀକରଣ କ୍ରିୟା ଅଧୁନାତମ କାର୍ଯ୍ୟ ମାତ୍ର ଥିଲା। ତେଣୁ ସେମାନେ ସାମାରିୟର ପ୍ରତ୍ୟେକ ଅଞ୍ଚଳ, କୋନା, ବେଥହରନ, ବେଲମାଇନ, ଜେରିଖୋ, କୋବା, ଏସରା, ସାଲେମର ଉପତ୍ୟକା ପ୍ରଭୃତି ସ୍ଥାନମାନଙ୍କୁ ଲୋକ ପଠାଇ ପର୍ବତ ଶୃଙ୍ଗ ସମୂହ ଅଧିକାର କଲେ ଓ ସେଠାକାର ଗ୍ରାମଗୁଡ଼ିକୁ ସୁରକ୍ଷିତ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଉଦ୍ଦେଶ୍ୟରେ ସେ ସ୍ଥାନମାନଙ୍କରେ ଖାଦ୍ୟ ପଦାର୍ଥ ସଞ୍ଚୟ କଲେ। କେବଳ ଅଳ୍ପ ସମୟ ପୂର୍ବରୁ ସେମାନେ ଫସଲ ଅମଳ କରିଥିଲେ। ପାହାଡ଼ ସମୂହାଭିମୁଖେ ପଥଗୁଡ଼ିକୁ ସୁରକ୍ଷିତ ଭାବେ ସଂରକ୍ଷଣ କରିବାକୁ ଆଦେଶ ଦେଇ ବେଥୁଲିଆ ତଥା ଦୋଥାନର ସମୀପବର୍ତ୍ତୀ ସମତଳ ଭୂମି ସମ୍ମୁଖରେ ଅବସ୍ଥିତ ଏସ୍ଦ୍ରାଏଲନବାସୀ ଲୋକମାନଙ୍କୁ ସେହି ଦିନମାନଙ୍କରେ ଜେରୁସାଲେମରେ ସେବା କରୁଥିବା ମହାଯାଜକ ଯୋଆଖିମ ପତ୍ର ପଠାଇଲେ, କାରଣ ସେହି ପଥ ସମୂହ ଦେଇ ଆସି ଜୁଦିଆକୁ ଆକ୍ରମଣ କରିବା ଅତି ସହଜ ଥିଲା। କିନ୍ତୁ ଜୁଦିଆ ଦେଶରେ ପ୍ରବେଶ କରିବାକୁ ଉଦ୍ୟତ ହେଉଥିବା ସମସ୍ତଙ୍କୁ ସେ ସ୍ଥାନମାନଙ୍କରେ ସ୍ୱଚ୍ଛନ୍ଦରେ ପ୍ରତିରୋଧ କରାଯାଇ ପାରୁଥିଲା, କାରଣ
ସେହି ପଥଟି ସଂକୀର୍ଣ୍ଣ ଥିଲା ଏବଂ ଅତି ବେଶୀ ହେଲେ କେବଳ 2 ଜଣ ବ୍ୟକ୍ତି ଅତିକ୍ରମ କରି ପାରୁଥିବା ଭଳି ତାହା ଓସାରିଆ ଥିଲା। ତେଣୁ ମହାଯାଜକ ଯୋଆଖିମ୍ ଓ ଜେରୁସାଲେମରେ ସମ୍ମିଳିତ ଇସ୍ରାଏଲୀୟ ଜନତାର ପ୍ରତିନିଧି ସଭା ଦେଇଥିବା ଆଦେଶ ମୁତାବକ ସେମାନେ ସମସ୍ତ କାର୍ଯ୍ୟ କଲେ। ପ୍ରତ୍ୟେକ ଇସ୍ରାଏଲୀୟ ବ୍ୟକ୍ତି ଉତ୍ସୁକତାର ସହ ଈଶ୍ୱରଙ୍କ ସନ୍ନିଧାନରେ ନିବେଦନ କଲେ ଓ କଠିନ ଉପବାସ କରି ତାହାର ସମ୍ମୁଖରେ ନିଜ ନିଜକୁ ନମ୍ର କଲେ। ସେମାନେ ଓ ସେମାନଙ୍କର ପତ୍ନୀ ତଥା ଶିଶୁଗଣ, ପଶୁପଲ, ସେଠାରେ ବାସ କରୁଥିବା ବିଦେଶୀ, ମଜୁରିଆ ତଥା ଅର୍ଥ ବିନିମୟରେ କ୍ରୀତଦାସ ସମସ୍ତେ ଚଟବସ୍ତ୍ର ପରିହିତ ହେଲେ। ଜେରୁସାଲେମରେ ଥିବା ସମସ୍ତ ଇସ୍ରାଏଲୀୟ ପୁରୁଷ, ନାରୀ ଓ ଶିଶୁଗଣ ଦେବାଳୟ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କଲେ। ସେମାନେ ନିଜ ମସ୍ତକରେ ଭସ୍ମ ପକାଇଲେ ଓ ପ୍ରଭୁଙ୍କ ସନ୍ନିଧାନରେ ନିଜର ଚଟବସ୍ତ୍ର ଛିଣ୍ଡାଇଲେ। ସେମାନେ ବଳିପୀଠକୁ ମଧ୍ୟ ଚଟବସ୍ତ୍ରରେ ବେଷ୍ଟନ କଲେ ଓ ନିଜର ଶିଶୁମାନେ ବିଜାତୀୟମାନଙ୍କର ଶିକାର ନ ହେବା, ପତ୍ନୀମାନେ ସେମାନଙ୍କର ଲୁଣ୍ଠିତ ଦ୍ରବ୍ୟ ସ୍ୱରୂପ ନ ହେବା, ଉତ୍ତରାଧିକାରୀ ଭାବେ ପ୍ରାପ୍ତ ସେମାନଙ୍କ ନଗରୀଗୁଡ଼ିକ ବିନଷ୍ଟ ନ ହେବା ଓ ବିଜାତୀୟମାନଙ୍କ ଈର୍ଷାଜନିତ ସନ୍ତୋଷର ପରିପୂର୍ଣ୍ଣାର୍ଥେ ପବିତ୍ର ସ୍ଥାନ ଅପବିତ୍ର ତଥା କଳୁଷିତ ହେବାକୁ ନ ଦେବା ପାଇଁ ସେମାନେ ଏକ ସ୍ୱରରେ ଇସ୍ରାଏଲର ଈଶ୍ୱରଙ୍କ ସନ୍ନିଧାନରେ ଉତ୍ସୁକତାର ସହ ନିବେଦନ କଲେ। ପ୍ରଭୁ ସେମାନଙ୍କର ପ୍ରାର୍ଥନା ଶୁଣିଲେ ଓ ସେମାନଙ୍କର ସଙ୍କଟ ପ୍ରତି ଦୃଷ୍ଟିପାତ କଲେ। କାରଣ ସର୍ବଶକ୍ତିମାନ ପ୍ରଭୁଙ୍କ ପବିତ୍ରାଳୟ ସମ୍ମୁଖରେ ଜୁଦିଆ ତଥା ଜେରୁସାଲେମବାସୀ ଜନତା ବହୁଦିନ ବ୍ୟାପୀ ଉପବାସ କଲେ। ମହାଯାଜକ ଯୋଆଖିମ୍ ଓ ପ୍ରଭୁଙ୍କ ସନ୍ନିଧାନରେ ସେବା କରୁଥିବା ଅନ୍ୟ ଯାଜକମାନେ ଚଟବସ୍ତ୍ର ପରିହିତ ହୋଇ ନିରନ୍ତର ହୋମବଳି ଓ ଜନତା ଦ୍ୱାରା ଅର୍ପିତ ମାନସିକ ତଥା ସ୍ୱେଚ୍ଛାମୂଳକ ନୈବେଦ୍ୟ ଗୁଡ଼ିକୁ ଉତ୍ସର୍ଗ କଲେ। ଇସ୍ରାଏଲୀୟ ଭବନ ପ୍ରତି କରୁଣାପୂର୍ବକ ଦୃଷ୍ଟିପାତ କରିବା ପାଇଁ ସେମାନେ ନିଜ ପଗଡ଼ି ଗୁଡ଼ିକୁ ଭସ୍ମ ଛିଞ୍ଚି ଉଚ୍ଚ ସ୍ୱରରେ ନିବେଦନ କଲେ। ଅଧ୍ୟାୟ 5 ହଲଫେର୍ନେସର ଯୁଦ୍ଧ ପରିଷଦ। ଆସିରୀୟ ସୈନ୍ୟ ଦଳର ସେନାପତି ହଲଫେର୍ନେସ ଯେତେବେଳେ ଶୁଣିବାକୁ ପାଇଲା ଯେ ଇସ୍ରାଏଲୀୟ ଜନତା ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଛନ୍ତି, ପାହାଡ଼ ସମ୍ମୁଖାଭିମୁଖୀ ପଥ ରୁଦ୍ଧ କରିଛନ୍ତି, ପର୍ବତ ଶୃଙ୍ଗଗୁଡ଼ିକୁ ସୁରକ୍ଷିତ କରିଛନ୍ତି ଓ ସମତଳ ଅଞ୍ଚଳରେ ପ୍ରତିବନ୍ଧକ ସ୍ଥାନ କରିଛନ୍ତି, ସେତେବେଳେ ସେ ଅତ୍ୟଧିକ କ୍ରୁଦ୍ଧ ହେଲା। ସୁତରାଂ ମୋଆବର ଶାସକଗଣ, ଆମନର ସେନାପତି ବୃନ୍ଦ ତଥା ଉପକୂଳ ସ୍ଥାନମାନଙ୍କର ଦେଶାଧିପତିମାନଙ୍କୁ ଏକତ୍ରିତ କରି ସେ ସେମାନଙ୍କୁ କହିଲା, ହେ କାନାନୀୟମାନେ, ପାର୍ବତ୍ୟାଞ୍ଚଳବାସୀ ଏହି ଜନତା କିଏ? ଏହା ମୋତେ କୁହ। ସେମାନେ କେଉଁ ନଗରୀ ଗୁଡ଼ିକରେ ବାସ କରନ୍ତି? ସେମାନଙ୍କ ସୈନ୍ୟଦଳ କେତେ ବଡ଼? ସେମାନଙ୍କର ଶକ୍ତି କିମ୍ବା ବଳ କେଉଁଥିରେ ଆଧାରିତ? ସେମାନଙ୍କ ସୈନ୍ୟମାନଙ୍କ ନେତୃତ୍ୱ ନେଇ କିଏ ସେମାନଙ୍କ ଉପରେ ରାଜା ରୂପେ ରାଜୁତି କରେ? ପଶ୍ଚିମ ଦିଗସ୍ଥ ଦେଶଗୁଡ଼ିକରେ ବାସ କରିଥିବା ଲୋକଙ୍କ ମଧ୍ୟରୁ କେବଳ ସେମାନେ ଆସି ମୋତେ ସାକ୍ଷାତ କରିବା ପାଇଁ ଅସମ୍ମତ ହୋଇଛନ୍ତି। ଆଖିୟରର ଉପଦେଶ। ସେ ସମୟରେ ଆମନୀୟମାନଙ୍କ ନେତା ଆଖିୟର କହିଲା, ମୋର ମୁନିବ ବର୍ତ୍ତମାନ ତାଙ୍କର ଏହି ଦାସଟିର ମୁଖ ନିଃସୃତ କଥା ଶୁଣନ୍ତୁ।
ନିକଟବର୍ତ୍ତୀ ପାର୍ବତ୍ୟାଞ୍ଚଳବାସୀ ଏହି ଜନତା ସମ୍ବନ୍ଧୀୟ ସତ୍ୟ ବିଷୟ ମୁଁ ତୁମକୁ ଜଣାଇବି। ତୁମର ଏହି ଦାସଟିର ମୁଖର କୌଣସି ମିଥ୍ୟା କଥା ନିର୍ଗତ ହେବ ନାହିଁ। ଏହି ଜନତା କାଲଦୀୟମାନଙ୍କର ବଂଶଧର ଅଟନ୍ତି। କାଲଦୀୟବାସୀ ନିଜ ପିତୃପୁରୁଷମାନଙ୍କ ଦେବମାନଙ୍କର ଅନୁଗାମୀ ହେବା ପାଇଁ ଅନିଚ୍ଛୁକ ହେବା ଯୋଗୁଁ ସେମାନେ ଏକଦା ମେସୋପୋଟାମିଆରେ ବାସ କରିଥିଲେ। ସେମାନେ ନିଜ ପିତୃପୁରୁଷମାନଙ୍କ ମାର୍ଗାବଳୀର ଉପେକ୍ଷା କରି ନିଜର ଜ୍ଞାତ ହୋଇଥିବା ସ୍ୱର୍ଗସ୍ଥ ଈଶ୍ୱରଙ୍କୁ ଆରାଧନା କଲେ। ସେମାନେ ନିଜ ଦେବମାନଙ୍କ ସମ୍ମୁଖରୁ ସେମାନଙ୍କୁ ବିତାଡ଼ିତ କଲେ। ଫଳରେ ସେମାନେ ମେସୋପୋଟାମିଆକୁ ପଳାୟନ କରି ସେଠାରେ ବହୁ କାଳ ଧରି ବାସ କରନ୍ତି। ସେ ସମୟରେ ସେମାନେ ବାସ କରିଥିବା ଦେଶଟିକୁ ତ୍ୟାଗ କରି କାନାନ ଦେଶକୁ ଯାତ୍ରା କରିବା ପାଇଁ ଈଶ୍ୱର ସେମାନଙ୍କୁ ଆଦେଶ ଦେଲେ। ସେମାନେ ସେଠାରେ ବାସ କରି ପ୍ରଚୁର ସ୍ୱର୍ଣ୍ଣ ରୌପ୍ୟ ତଥା ପଶୁପଲ ଅଧିକାର କରି ସମୃଦ୍ଧି ହେଲେ। କାନାନରେ ଦୁର୍ଭିକ୍ଷ ପଡ଼ିବା ବେଳେ ସେମାନେ ଇଜିପ୍ଟକୁ ପ୍ରସ୍ଥାନ କଲେ ଓ ଖାଦ୍ୟ ପାଇପାରୁଥିବା ସମୟ ପର୍ଯ୍ୟନ୍ତ ସେଠାରେ ଅବସ୍ଥାନ କଲେ। ସେମାନେ ସେଠାରେ ଅଗଣିତ ଭାବେ ପରିବର୍ତ୍ତିତ ହୋଇ ଏକ ସର୍ବମୋଟ ଜନତାରେ ପରିଣତ ହେଲେ। ତେଣୁ ଇଜିପ୍ଟର ରାଜା ସେମାନଙ୍କ ପ୍ରତି ଈର୍ଷାନ୍ୱିତ ହେଲେ। ସେ ସେମାନଙ୍କୁ ଦାସ୍ୟବୃତ୍ତିରେ ନିୟୋଜିତ କଲେ ଓ ଇଟା ନିର୍ମାଣ କରାଇ ନିଜର ସୁବିଧାଜନକ କାର୍ଯ୍ୟରେ ପ୍ରୟୋଗ କଲେ। ସେ ସମୟରେ ସେମାନେ ସେମାନଙ୍କ ଈଶ୍ୱରଙ୍କ ସନ୍ନିଧାନରେ ପ୍ରାର୍ଥନା କଲେ ଓ ସେ ଦୁରାରୋଗ୍ୟ ମହାମାରୀ ପଠାଇ ସମଗ୍ର ଇଜିପ୍ଟକୁ ପ୍ରପୀଡ଼ିତ କଲେ। ତେଣୁ ସେମାନଙ୍କୁ ଇଜିପ୍ଟୀୟମାନେ ନିଜ ଦୃଷ୍ଟିରୁ ତଡ଼ିଦେଲେ। ଈଶ୍ୱର ସେମାନଙ୍କ ସମ୍ମୁଖରେ ଲୋହିତ ସାଗରକୁ ଶୁଷ୍କ କଲେ। ସିନାଇ ତଥା କାଦେଶ ବାର୍ଣ୍ଣେୟା ଦେଇ ସେମାନଙ୍କୁ ସେ ପଥ କଢ଼ାଇଲେ। ମରୁ ପ୍ରାନ୍ତରେ ଅବସ୍ଥାନ କରିଥିବା ସମସ୍ତଙ୍କୁ ସେ ବାହାର କରିଦେଲେ। ସେମାନେ ଏହିପରି ଆମୋରୀୟମାନଙ୍କ ଦେଶରେ ଅବସ୍ଥାନ କଲେ ଓ ନିଜ ଶକ୍ତି ଉପଯୋଗ କରି ହେଶବୋନବାସୀମାନଙ୍କୁ ବିଧ୍ୱସ୍ତ କଲେ। ତତ୍ପରେ ଜର୍ଦାନ ଅତିକ୍ରମ କରି ଏ ସମସ୍ତ ପାର୍ବତ୍ୟାଞ୍ଚଳ ଅଧିକାର କଲେ। ସେମାନେ ସେଠାରୁ କାନାନୀୟ, ପେରିସୀୟ, ଜେବୁସୀୟ, ସେଖେମୀୟ ତଥା ଗେର୍ଗେସୀୟମାନଙ୍କୁ ବିତାଡ଼ିତ କରି ସେଠାରେ ସୁଦୀର୍ଘ କାଳ ଅବସ୍ଥାନ କଲେ, ଯେ ପର୍ଯ୍ୟନ୍ତ ସେମାନଙ୍କ ଈଶ୍ୱରଙ୍କ ବିରୁଦ୍ଧରେ ସେମାନେ ପାପ କଲେ ନାହିଁ। ସେ ପର୍ଯ୍ୟନ୍ତ ସେମାନେ ଐଶ୍ୱର୍ଯ୍ୟଶାଳୀ ହେଲେ, କାରଣ ପାପକୁ ଘୃଣା କରୁଥିବା ସେହି ଈଶ୍ୱର ସେମାନଙ୍କ ସହବର୍ତ୍ତୀ ଅଟନ୍ତି। କିନ୍ତୁ ଈଶ୍ୱରଙ୍କ ଦ୍ୱାରା ନିରୂପିତ ପଥରୁ ବିମୁଖ ହେଲାବେଳେ ସେମାନେ ଅନେକ ଯୁଦ୍ଧରେ ପରାଜିତ ହେଲେ ଓ ବନ୍ଦୀ ହୋଇ ବିଦେଶକୁ ପଠାଇ ଦିଆଗଲା। ସେମାନଙ୍କର ଶତ୍ରୁମାନେ ଈଶ୍ୱରଙ୍କ ଆଳୟକୁ ଭୂମିସାତ କଲେ ଓ ସେମାନଙ୍କର ନଗରୀଗୁଡ଼ିକୁ ଅଧିକାର କଲେ। କିନ୍ତୁ ବର୍ତ୍ତମାନ ସେମାନେ ନିଜ ଈଶ୍ୱରଙ୍କ ସମୀପକୁ ଫେରିଆସିଛନ୍ତି। ସୁତରାଂ ବିକ୍ଷିପ୍ତ ହୋଇଥିବା ସ୍ଥାନମାନଙ୍କରୁ ଫେରି ଆସି ପବିତ୍ରାଳୟ ଅବସ୍ଥାନ କରିଥିବା ଜେରୁସାଲେମକୁ ଅଧିକାର କରି ବିଜନ ହୋଇ ରହିଥିବା ପାର୍ବତ୍ୟାଞ୍ଚଳରେ ସେମାନେ ବାସ କରନ୍ତି। ସୁତରାଂ ହେ ମୋର ମୁନିବ ତଥା ପ୍ରଭୁ, ଅଜ୍ଞାତ ସାରରେ ସେମାନେ ଯଦି କୌଣସି ଭୁଲ କରିଛନ୍ତି ଓ ସେମାନଙ୍କ ଈଶ୍ୱରଙ୍କ ବିରୁଦ୍ଧରେ କରିଥିବା କୌଣସି ପାପର ସନ୍ଧାନ କରିବାକୁ ଆମେ ଯଦି ସକ୍ଷମ ହେବୁ, ତେବେ ଆମେ ଯାଇ ସେମାନଙ୍କୁ ପରାସ୍ତ କରିପାରିବୁ। କିନ୍ତୁ ସେମାନଙ୍କ ଦେଶରେ ଯଦି କୌଣସି ଅପରାଧ ନାହିଁ, ତେବେ ମୋର ମୁନିବ ସେମାନଙ୍କୁ ଛାଡ଼ି ଦିଅନ୍ତୁ, କାରଣ ପ୍ରଭୁ ସେମାନଙ୍କୁ ସମର୍ଥନ କରିବେ ଓ ଈଶ୍ୱର ସେମାନଙ୍କର ସଂରକ୍ଷଣ କରିବେ। ଫଳରେ ଆମେ ସମଗ୍ର ସଂସାର ସମ୍ମୁଖରେ ଲଜ୍ଜିତ ହେବୁ।
ଆଖିଅର ଏହି କଥା ସମାପ୍ତ କଲା କ୍ଷଣି ତମ୍ବୁ ଚତୁଃପାର୍ଶ୍ୱରେ ଦଣ୍ଡାୟମାନ ହୋଇଥିବା ଲୋକେ ଅଭିଯୋଗ କରିବାକୁ ଆରମ୍ଭ କଲେ। ହଲଫେର୍ଣ୍ଣସର ସେନାନାୟକଗଣ ତଥା ସମୁଦ୍ର ଉପକୂଳସ୍ଥ ଦେଶ ଓ ମୋଆବରୁ ଆଗତ ଲୋକେ ତାଙ୍କୁ ବଦ୍ଧ କରିବା ପାଇଁ ଦାବି କଲେ। ସେମାନେ କହିଲେ, ଆମେମାନେ ଇସ୍ରାଏଲୀୟ ଜନତା ପ୍ରତି ଭୀତ ହେବୁ ନାହିଁ। ସେମାନେ ଯୁଦ୍ଧ କରିବା ପାଇଁ ଶକ୍ତିହୀନ ତଥା ବଳହୀନ ଏକ ଜନତା ଅଟନ୍ତି। ସୁତରାଂ ହେ ପ୍ରଭୁ ହଲଫେର୍ଣ୍ଣସ, ଚାଲ, ଆମେମାନେ ସେ ସ୍ଥାନକୁ ଯିବା। ତୁମର ବିଶାଳ ସୈନ୍ୟ ସେମାନଙ୍କୁ ଗ୍ରାସ କରିବ।